ସମସ୍ତଙ୍କୁ ନମସ୍କାର। କେମିତି ଅଛନ୍ତି? ଭଲ ଅଛନ୍ତି କି? ଆଶା କରେ ଆପଣମାନେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ସମସ୍ତେ ଭଲରେ ଥିବେ। ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ବାଇବଲର ଦ୍ୱିତୀୟ ରାଜାବଳୀ 5 ପର୍ବ ବାକ୍ୟକୁ ନେଇକି କହିବି। ଆମମାନେ ଦ୍ୱିତୀୟ ରାଜାବଳୀ 5 ପର୍ବ ଖୋଲିବା। ଆପଣମାନେ ସମସ୍ତେ ବାଇବଲକୁ ଦେଖନ୍ତୁ ଆଉ ବାଇବଲକୁ ଦେଖିକି ନିଜେ ଆପଣମାନେ ସମସ୍ତେ ପଢ଼ନ୍ତୁ। ଚାଲନ୍ତୁ ଆଜି ଆମେ ପଢ଼ିବା। ଅରାମ୍ୟ ରାଜାର ନାମାନ ନାମକ ସେନାପତି ଆପଣା ପ୍ରଭୁ ଦୃଷ୍ଟିରେ ମହାନ ସମ୍ଭ୍ରାନ୍ତ ଲୋକ ଥିଲା, କାରଣ ତାହା ଦ୍ୱାରା ସଦାପ୍ରଭୁ ଅରାମ୍ୟମାନଙ୍କୁ ଜୟ ପ୍ରଦାନ କରିଥିଲେ। ସେ ମଧ୍ୟ ମହାବିକ୍ରମଶାଳୀ ଲୋକ ଥିଲା, ମାତ୍ର ସେ କୁଷ୍ଠୀ। ଅରାମ୍ୟମାନେ ଦଳ ଦଳ ହୋଇ ବାହାରି ଇସ୍ରାଏଲ ଦେଶରୁ ଏକ କ୍ଷୁଦ୍ର ବାଳିକାକୁ ବନ୍ଦୀ କରି ଆଣିଥିଲେ, ଆଉ ସେ ନାମାନର ଭାର୍ଯ୍ୟାର ସେବା କରୁଥିଲା। ପୁଣି ସେ ଆପଣା କର୍ତ୍ତିକି କହିଲା, ଆହା, ସମରିୟାରେ ଯେଉଁ ଭବିଷ୍ୟଦ୍ବକ୍ତା ଅଛନ୍ତି ତାଙ୍କ ସଙ୍ଗେ ଯେବେ ମୋ ପ୍ରଭୁ ଥାନ୍ତେ, ତେବେ ତାଙ୍କୁ ସେ ତାଙ୍କ କୁଷ୍ଠରୋଗରୁ ସୁସ୍ଥ କରନ୍ତେ। ଏଥିରେ ଜଣେ ଭିତରକୁ ଯାଇ ତାହାର ପ୍ରଭୁକୁ ଜଣାଇ କହିଲା, ଇସ୍ରାଏଲ ଦେଶର ବାଳିକା ଏପରି ଏପରି କହେ। ଅରାମର ରାଜା କହିଲା, ତୁମେ ସେଠାକୁ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟ ଖଣ୍ଡେ ପତ୍ର ପଠେଇବି। ତହୁଁ ସେ ଆପଣା ସଙ୍ଗେ 10 ତାଳନ୍ତ ରୂପା ଓ 6 ସହସ୍ର ସ୍ୱର୍ଣ୍ଣ ମୁଦ୍ରା, 10 ସାଜ ପୋଷାକ ନେଇ ପ୍ରସ୍ଥାନ କଲା। ଆଉ ସେ ଇସ୍ରାଏଲର ରାଜାଙ୍କ ନିକଟକୁ ପତ୍ର ନେଇ ଗଲା। ତହିଁରେ ଏହା ଲେଖା ଥିଲା ଯଥା, ପୁଣି ଏହି ପତ୍ର ତୁମ ନିକଟରେ ପହଞ୍ଚିଲେ ଦେଖିବ ଯେ ମୁଁ ଆପଣା ଦାସ ନାମାନଙ୍କୁ ତୁମ ନିକଟକୁ ପଠେଇଲି। ଯେପରି ତୁମ୍ଭେ ତାହାକୁ ତାହାର କୁଷ୍ଠରୋଗରୁ ସୁସ୍ଥ କରିବ। ତହୁଁ ଇସ୍ରାଏଲର ରାଜା ଏହି ପତ୍ର ପାଠ କରନ୍ତେ ଆପଣା ବସ୍ତ୍ର ଚିରିଲା। ମାରିବାକୁ ଓ ବଞ୍ଚାଇବାକୁ ସମର୍ଥ ପରମେଶ୍ୱର କି ମୁଁ, ଯେ ଏ ଲୋକ ଏକ ମନୁଷ୍ୟର ତାହାର କୁଷ୍ଠରୋଗରୁ ସୁସ୍ଥ କରିବା ପାଇଁ ମୋ ନିକଟକୁ ପଠାଇଅଛି। କିନ୍ତୁ ମୁଁ ବିନୟ କରୁଅଛି, ତୁମମାନେ ବିବେଚନା କର, ସେ କିପରି ଆମ୍ଭ ବିରୁଦ୍ଧରେ ଛିଦ୍ର ଖୋଜୁଅଛି। ଏ ଉତ୍ତାରେ ଇସ୍ରାଏଲ ରାଜା ଆପଣା ବସ୍ତ୍ର ଚିରି ଅଛନ୍ତି। ଏହା ଶୁଣି ପରମେଶ୍ୱରଙ୍କ ଲୋକ ଏଲିଶାଙ୍କ ରାଜାଙ୍କ କତିକି ଏହି କଥା କହି ପଠେଇଲେ, ତୁମେ କାହିଁକି ଆପଣା ବସ୍ତ୍ର ଚିରିଲ? ସେ ଏବେ ମୋ କତିକି ଆସୁ। ତହିଁରେ ଇସ୍ରାଏଲ ମଧ୍ୟରେ ସେ ଏକ ଭବିଷ୍ୟଦ୍ବକ୍ତା ଅଛି, ଏବେ ଏହା ସେ ଜାଣିବ। ଏଣୁ ନାମାନ ଆପଣା ଅଶ୍ବ ଓ ରଥାଦି ସହିତ ଆସି ଏଲିଶାଙ୍କ ଗୃହ ଦ୍ୱାର ନିକଟରେ ଠିଆ ହେଲା। ତହୁଁ ଏଲିଶା ଏକ ଦୂତ ପଠାଇ ତାହାଙ୍କୁ କହିଲେ, ତୁମ୍ଭେ ଯାଇ ଜର୍ଦ୍ଦନରେ 7 ଥର ସ୍ନାନ କର, ତହିଁରେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ। ମାତ୍ର ନାମାନ କ୍ରୋଧ ହୋଇ ଚାଲିଗଲା, ଆଉ କହିଲା, ଦେଖ, ମୁଁ ଭାବିଥିଲି ସେ ଅବଶ୍ୟ ବାହାରି ମୋ କତିକି ଆସିବ ଓ ଠିଆ ହୋଇ ସଦାପ୍ରଭୁ ତାହାର ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା କରି କୁଷ୍ଠ ସ୍ଥାନରେ ହସ୍ତ ହଲାଇ ତାହା ସୁସ୍ଥ କରିବ। ଇସ୍ରାଏଲର ସମୁଦାୟ ଜଳ ଅପେକ୍ଷା କି ଦମେଶକର ଅବାନା ଓ ପର୍ପର ନଦୀ ଉତ୍ତମ ନୁହେଁ? ମୁଁ କି ତହିଁରେ ସ୍ନାନ କରି ଶୁଚି ହୋଇ ନ ପାରନ୍ତି? ତେବେ ସେ ଫେରି କ୍ରୋଧରେ ଚାଲିଗଲେ। ଏଥିରେ ତାହାର ଦାସମାନେ ନିକଟକୁ ଆସି ତାହାଙ୍କୁ କହିଲେ, ଆମ୍ଭ ପିତଃ, ଯେବେ ସେ ଭବିଷ୍ୟଦ୍ବକ୍ତା କୌଣସି ବଡ଼ କାର୍ଯ୍ୟ କରିବାକୁ ଆପଣଙ୍କୁ ଆଜ୍ଞା କରିଥାନ୍ତେ, ତେବେ କି ଆପଣ ତାହା କରିନଥାନ୍ତେ? ତେବେ ସ୍ନାନ କରି ଶୁଚି ହୁଅ। ଏହି କଥା ଯେତେବେଳେ ସେ ଆପଣଙ୍କୁ କହନ୍ତି, ତାହା ମାନିବା କେତେ ଅଧିକ କର୍ତ୍ତବ୍ୟ। ତହୁଁ ସେ ପରମେଶ୍ୱରଙ୍କ ଲୋକଙ୍କ ବାକ୍ୟାନୁସାରେ ଯାଇ ଜର୍ଦ୍ଦନରେ ଆପଣାକୁ 7 ଥର ବୁଡ଼ାଇଲା। ଏଥିରେ ତାହାର ମାଂସ ପୁନର୍ବାର କ୍ଷୁଦ୍ର ବାଳକର ମାଂସ ତୁଲ୍ୟ ହେଲା ଓ ସେ ଶୁଚି ହେଲା। ଆଶା କରେ ଆପଣମାନେ ଭଲରେ ଥିବେ। ଆଉ ଚାଲନ୍ତୁ ଆଜି ଆମମାନେ ଈଶ୍ୱରଙ୍କ ଉପରେ ଦ୍ୱିତୀୟ ରାଜାବଳୀ 5 ପର୍ବକୁ ନେଇକି ଶିଖିବା। ଆମେ ଯେତେବେଳେ ଦେଖୁ ଏ ଜଗତ ମଧ୍ୟରେ ଆମେ ଯେତେବେଳେ ବଞ୍ଚୁଛୁ, ଏ ଜଗତରେ ବଞ୍ଚିଲା ବେଳକୁ ଆମ ଜୀବନରେ ଅନେକ ଗୁଡ଼ିଏ କଷ୍ଟ, ଅନେକ ଗୁଡ଼ିଏ ପରିସ୍ଥିତି, ଅନେକ ଗୁଡ଼ିଏ ସମସ୍ୟା ପ୍ରକୃତିରେ ଆସିଥାଏ। ତ ଏ ବିଷୟକୁ ସମ୍ମୁଖୀନ ହେବା ପାଇଁ ଆମ ପାଖରେ ଏ ବିଷୟ ଯେତେବେଳେ ଆମେ ସମ୍ମୁଖୀନ ହେଉଛୁ, ତ ଆମ ପାଖରେ କୌଣସି ଶକ୍ତି ନଥାଏ ସେ ସମସ୍ତ ବିଷୟକୁ ଓଭରକମ୍ କରିବା ପାଇଁ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ବାକ୍ୟ ଦେଇ ଆସନ୍ତି। ଏ ପୃଥିବୀରେ ଯେତେବେଳେ ଆମେ ବଞ୍ଚୁଅଛୁ, ତ ଆମେ ବାକ୍ୟକୁ ଦେଖିକି ବାକ୍ୟ ଦ୍ୱାରା ଖୁସି ଆଶାର ଲାଇଫକୁ ଯେମିତି ବଞ୍ଚିବୁ। ତ ପରମେଶ୍ୱର ଏ ଉଦ୍ଦେଶ୍ୟକୁ ନେଇକି ଆମମାନଙ୍କୁ ବାକ୍ୟ ପ୍ରକୃତିରେ ଦେଇ ଆସନ୍ତି।
ତେଣୁ ଚାଲନ୍ତୁ ଆଜି ଆମେ ଯୋଉ ବାକ୍ୟ ପ୍ରଭୃତିରେ ପଢିଲୁ, ଏ ବାକ୍ୟକୁ ନେଇକି ଆମେ ଚିନ୍ତା କରିବା। ଏ ଜାଗାରେ ଆପଣମାନେ ଦେଖିବେ ନାମାନ ବୋଲି ଜଣେ ସେନାପତି ଅଛନ୍ତି। ଇଏ ଜଣେ ରାଜାଙ୍କ ତଳେ ପ୍ରଭୃତିରେ ବଞ୍ଚୁଥିଲେ। ତ ଇଏ ସେନାପତି ଅଟନ୍ତି। ତ ଖାଲି ସେନାପତି ତାହା ନାହିଁ, ଇଏ ଜଣେ ମହାବିକ୍ରମଶାଳୀ ଲୋକ ଅଟନ୍ତି ଲେଖା ହେଇଛି। ତ ମହାବିକ୍ରମଶାଳୀ ଲୋକମାନେ ଇଏ ହେଉଛନ୍ତି ଜଣେ ଧନୀ ଲୋକ ଅଟନ୍ତି। ୟା ପାଖରେ କୌଣସି ବିଷୟ ଅଭାବ ନାହିଁ, ସମସ୍ତ ବିଷୟରେ ଇଏ ପରିପୂର୍ଣ୍ଣ ଅଟନ୍ତି। ସେଥିପାଇଁ ଯେହେତୁ ଏ ସେନାପତି ରାଜାଙ୍କ ତଳେ ରହିକି ସେନାପତିର କାର୍ଯ୍ୟ କରୁଅଛନ୍ତି, ସେଥିପାଇଁ ଇଏ ଅନେକ ଗୁଡ଼ିଏ ସମ୍ମାନ ପ୍ରକୃତିରେ ପାଉଛନ୍ତି। ସେଥିପାଇଁ ୟାର ପଦବୀ ବେଶୀ ବଡ଼। କିନ୍ତୁ ଏ ସେନାପତି ଯିଏ ଅଛନ୍ତି, ବାଇବଲ ଏ ସେନାପତି ବିଷୟରେ କହୁଛି, ଇଏ ଜଣେ କୁଷ୍ଠି ରୋଗୀ ଅଛନ୍ତି, କୁଷ୍ଠ ରୋଗୀ ଅଛନ୍ତି ଲେଖାଇଛି। ସେଥିପାଇଁ ଇଏ କୁଷ୍ଠ ରୋଗ ଯେହେତୁ ତାଙ୍କ ଶରୀରରେ ପ୍ରକୃତିରେ ଅଛି, ସେଥିପାଇଁ ହୃଦୟରେ ବେଶୀ କଷ୍ଟ ଅଛି, ହୃଦୟରେ ବେଶୀ ଯନ୍ତ୍ରଣା ଅଛି, ଶରୀରରେ ପ୍ରକୃତିରେ ଯନ୍ତ୍ରଣା ଅଛି। ସେଥିପାଇଁ ଇଏ ଜଣେ ଲୋକ ବହୁତ କଷ୍ଟରେ ଜୀବନ ଯାପନ କରୁଅଛନ୍ତି। କିନ୍ତୁ ଗୋଟେ ସମୟ ଆସିଲା, ଇଏ ଯେତେବେଳେ ତାଙ୍କର ପରିବାରକୁ ଦେଖୁଛନ୍ତି, ତାଙ୍କର ପିଲାମାନଙ୍କୁ ଦେଖୁଛନ୍ତି, ନାମାନଙ୍କୁ ନେଇକି କୌଣସି ଲୋକ ପ୍ରକୃତିରେ ଖୁସି ନାହାନ୍ତି ତାଙ୍କ ପରିବାର ଭିତରେ। ସେଥିପାଇଁ ଗୋଟେ ଦିନ ନାମାନ ସେନାପତି ଚିନ୍ତା କଲେ, ମୋର ପରିବାରର ଖୁସି ନିମନ୍ତେ, ମୋର ପିଲାମାନଙ୍କ ଖୁସି ନିମନ୍ତେ ମୁଁ କଣ କରିବା ଆବଶ୍ୟକ? ମୁଁ କଣ କଲେ ମୋର ପରିବାର ସମସ୍ତେ ଖୁସି ହେବେ? କିଏ ଯେତେବେଳେ ଚିନ୍ତା କଲେ ୟାଙ୍କ ପାଖରେ କୌଣସି ରାସ୍ତା ନାହିଁ ଖୁସି ପ୍ରକୃତିରେ କରେଇ ପାରିବନି ମୋତେ। ସେଥିପାଇଁ ନାମାନ ସେନାପତି ଯେତେବେଳେ ସେନାପତିର ଡ୍ରେସ୍ ପିନ୍ଧୁଛନ୍ତି, ଅନେକ ଲୋକ ସେନାପତିକୁ ସମ୍ମାନ ଦେଉଛନ୍ତି। ଏ ସେନାପତିର କଥା ଅନୁସାରେ ସମସ୍ତ କର୍ମ କରୁଅଛନ୍ତି। କିନ୍ତୁ ସେନାପତି ଯେତେବେଳେ ଡ୍ରେସ୍କୁ ଖୋଲୁଛନ୍ତି, ଏ ସେନାପତି ଶରୀର ଭିତରେ କୁଷ୍ଠରୋଗ ପରିପୂର୍ଣ୍ଣ ହେଇକି ଅଛି। ସେଥିପାଇଁ କୁଷ୍ଠରୋଗ ସେନାପତି ଖାଲି କଷ୍ଟ ଦେଉଛି ତାହା ନାହିଁ, ସେନାପତିର ସମସ୍ତ ତାଙ୍କର ପରିବାର ଲୋକ କଷ୍ଟରେ ଅଛନ୍ତି। ସେଥିପାଇଁ ଏ ନାମାନର ଭାର୍ଯ୍ୟା ଯିଏ ଅଛନ୍ତି, ସେ ତାହାକୁ ସେବା କରିକି ବହୁତ ଥକି ଯାଇଛନ୍ତି, ହାଲିଆ ହେଇଛନ୍ତି। କିନ୍ତୁ ଗୋଟେ ସମୟ ଆସିଲା, ଏ ସେନାପତି ଚିନ୍ତା କଲେ, ମୁଁ ଇସ୍ରାଏଲକୁ ଯିବି, ଆଉ ଗୋଟେ କ୍ଷୁଦ୍ର ବାଳିକା ପ୍ରକୃତିରେ ବନ୍ଦୀ କରିକି ଆଣିବି। ତ ସମାନ ପ୍ରକାର ସେ ଚିନ୍ତା କଲେ, ଆଉ ସେ ଇସ୍ରାଏଲ ଦେଶକୁ ଗଲେ, ଗୋଟେ ଛୋଟ କ୍ଷୁଦ୍ର ବାଳିକା ପ୍ରକୃତିରେ ବନ୍ଦୀ କରିକି ଆଣିଲେ। ଏ କ୍ଷୁଦ୍ର ବାଳିକାକୁ ଯେତେବେଳେ ବନ୍ଦୀ କରିକି ଆଣିଲେ, ଏ କ୍ଷୁଦ୍ର ବାଳିକା ଯେତେବେଳେ ଅଣାଗଲା, ସେ ସମୟରେ ଏ ନାମାନ ସେନାପତି ତାର ଭାର୍ଯ୍ୟାଙ୍କର ସେବା କରିବା ପାଇଁ ଏ କ୍ଷୁଦ୍ର ବାଳିକାକୁ ଦେଲେ। ଏ କ୍ଷୁଦ୍ର ବାଳିକା ଯେତେବେଳେ ଦେଖିଲା ଏ ନାମାନ ସେନାପତି ଘରେ ବହୁତ କଷ୍ଟ ଅଛି, ଲୋକ କିଏ ବି ଖୁସି ନାହାନ୍ତି, ଇଭେନ୍ ତା ସ୍ତ୍ରୀ ମଧ୍ୟ ଖୁସି ନାହିଁ, ତାଙ୍କ ଛୁଆମାନେ ଖୁସି ନାହାନ୍ତି। ସେଥିପାଇଁ ଚିନ୍ତା କଲା, ଏ ପରିବାର କାହିଁକି ପ୍ରକୃତିରେ ମୋତେ ଅଣା ହେଲା? ମୁଁ କାହିଁକି ଏ ପରିବାରକୁ ପ୍ରକୃତିରେ ଅଣା କଲି? ମୁଁ ଏ ଜାଗାକୁ ଆସିବା ପାଇଁ ଇଚ୍ଛା କରୁଛି, ସେଥିପାଇଁ ମୁଁ ଆସିଛି ତାହା ନାହିଁ। କିନ୍ତୁ ମୋର ଇଚ୍ଛା ଅନିଚ୍ଛା ସତ୍ତ୍ୱେ ମୋତେ ଏ ଜାଗାକୁ ବନ୍ଦୀ କରି ଅଣାଯାଇଛି। ସେ ସମୟରେ ଯେତେବେଳେ ଦେଖୁଛି ନାମାନ ସେନାପତିର ଭାର୍ଯ୍ୟା, ସେ ନାମାନ ସେନାପତିର ଡ୍ରେସ୍ ସଫା କରିକି ବହୁତ କଷ୍ଟ ପାଉଛି। ତ ଯେତେବେଳେ ସେନାପତିର ଡ୍ରେସ୍ ପିନ୍ଧୁଥିବେ, ତାଙ୍କ ପରିବାର ଲୋକ ବହୁତ ଖୁସି ହଉଥିବେ। କିନ୍ତୁ ଯେତେବେଳେ ସେ ଡ୍ରେସ୍ ଖୋଲୁଛନ୍ତି, ତାଙ୍କ ପରିବାର କିଏ ବି ଖୁସି ନାହାନ୍ତି, କାରଣ ସିଏ କୁଷ୍ଠି ଅଟନ୍ତି। ସେଥିପାଇଁ ନାମାନର ଭାର୍ଯ୍ୟାକୁ ସେବା କରିବା ପାଇଁ ଏ କ୍ଷୁଦ୍ର ବାଳିକାକୁ ବନ୍ଦୀ କରିକି ଅଣା ହେଇଛି। କିନ୍ତୁ ଏ ସମୟରେ ଇଏ ନାମାନର ସେବା କରିବା ପାଇଁ ନାମାନର ଭାର୍ଯ୍ୟାକୁ ଯୋଉ ସେବା କରିବା ପାଇଁ କ୍ଷୁଦ୍ର ବାଳିକାକୁ ବନ୍ଦୀ କରିକି ଅଣା ହେଇଛି, ସେ ଗୋଟେ ଦିନ ସେ ସେନାପତି ବିଷୟରେ ଚିନ୍ତା କଲେ। ଓହୋ, ଏ ସମୟରେ ଏ ସେନାପତି ଯିଏ ଅଛନ୍ତି, ଏ ସେନାପତି ଏ ସମୟରେ ଯେଉଁ ଭବିଷ୍ୟତ ବକ୍ତା ଅଛନ୍ତି, ତାଙ୍କ ସଙ୍ଗେ ଯଦି ଭେଟ ହେବେ, ତାଙ୍କୁ ଯଦି ଦେଖା କରିବା ପାଇଁ ଯିବେ, ତେବେ ନିଶ୍ଚିନ୍ତ ଏ କୁଷ୍ଠ ରୋଗରୁ ଭଲ ହେବେ। ସେମିତି ଯେତେବେଳେ ସେ ଭାବିଲା, ଆଉ ସେ ନାମାନର ଭାର୍ଯ୍ୟାକୁ ପ୍ରକୃତରେ ଜଣେଇଲେ। ତ ନାମାନର ଭାର୍ଯ୍ୟା ଯେତେବେଳେ ଏ କଥାକୁ ଶୁଣିଲେ, ସେ ତାର ନାମାନ ସେନାପତି ପ୍ରକୃତରେ ଜଣେଇ ଗଲେ, ଯିଏକି ତାଙ୍କର ସ୍ୱାମୀ ଅଟନ୍ତି। ତ ତାଙ୍କର ସ୍ୱାମୀ ଯେତେବେଳେ ଏ କଥାକୁ ଶୁଣିଲେ, ଓହୋ, ମୁଁ କ୍ଷୁଦ୍ର ବାଳିକାକୁ ଯୋଉ ବନ୍ଦୀ କରିକି ଆଣିଲି, ବର୍ତ୍ତମାନ ମୋର ଭଲ ପାଇଁ ପ୍ରକୃତିରେ ଚିନ୍ତା କରୁଛନ୍ତି, ମୋର ଉତ୍ତମତା ପାଇଁ ଏ ପ୍ରକୃତିରେ ଚିନ୍ତା କରୁଅଛନ୍ତି। ସେଥିପାଇଁ ଯାହା ବି ହଉ, ମୁଁ ଏ କ୍ଷୁଦ୍ର ବାଳିକାର ସ୍ୱର ଶୁଣିବା ଆବଶ୍ୟକ। ଏମିତି ଚିନ୍ତା କରିକି ସେ ପ୍ରକୃତରେ ଏଁ, ସେ ନାମାନ ସେନାପତି ରଥ ସଜଉଛନ୍ତି, ସୁନା ସଜଉଛନ୍ତି, ଆଉ ଅନେକ ଗୁଡ଼ିଏ ପୋଷାକ ପ୍ରକୃତିରେ ସଜଉଛନ୍ତି, ରୂପା ସଜଉଛନ୍ତି, ଆଉ
ଏ ସମସ୍ତ ବିଷୟ ଧରିକି ସେ ଇଲିଶାଙ୍କୁ ଭେଟିବା ନିମନ୍ତେ ପ୍ରକୃତରେ ସମରିୟାକୁ ପ୍ରକୃତରେ ଯାଉଛନ୍ତି। ତ ସମରିୟାକୁ ଯେତେବେଳେ ଯାଉଛନ୍ତି, ଗଲାବେଳକୁ ଏ ସେନାପତିର ହୃଦୟରେ ଗୋଟେ ଚିନ୍ତା ଆସିଲା। ହଁ, ମୁଁ ହଉଛି ଜଣେ ସେନାପତି। ଏ ଇଲିଶାଇ ଭବିଷ୍ୟତ ବକ୍ତା ଯିଏ ଅଛନ୍ତି, ସେ ଯଦି ମୋ ବିଷୟରେ ଜାଣିବେ, ନିଶ୍ଚିନ୍ତ ସେ ମୋତେ ଏ କୁଷ୍ଠ ରୋଗ ସୁସ୍ଥ ହେବା ନିମନ୍ତେ ମୋ ମୁଣ୍ଡ ଉପରେ ହାତ ଥୋଇବେ ଆଉ ମୋ ପାଇଁ ପ୍ରାର୍ଥନା କରିଦେବେ, ଯେ ମୁଁ ସୁସ୍ଥ ହେବି। ତ ଇଏ ଏମିତି ଭାବିଲା। କିନ୍ତୁ ଏ ଇଲିଶାଙ୍କ ନିକଟରେ ଯେତେବେଳେ ପହଞ୍ଚିଲା, ଇଲିଶା ପ୍ରକୃତରେ ସେନାପତି କହିଲେ, ସେନାପତି, ତମେ ଯାଇକି ଜର୍ଦ୍ଦନ ନଦୀରେ 7 ଥର ବୁଡ। ତ ଏ କଥା ଯେତେବେଳେ ସେନାପତି ଶୁଣିଲେ, ଏ ସେନାପତିକୁ ବହୁତ ଖରାପ ଲାଗିଲା। ଆରେ ମୁଁ ହଉଛି ଜଣେ ସେନାପତି, ମୁଁ ରାଜାଙ୍କ ତଳେ ପ୍ରକୃତରେ ସେନାପତିର କାର୍ଯ୍ୟ କରୁଛି। ମୋ ଦ୍ୱାରା ରାଜା ଅନେକ ଯୁଦ୍ଧକୁ ପ୍ରକୃତରେ ଜିତି ଅଛନ୍ତି। ମୋର ପଦବୀ ବଡ଼, ମୁଁ ସେନାପତି ଅଟେ। ଇଲିଶା ପ୍ରକୃତରେ ମୋ ବିଷୟରେ ଜାଣିନାହାନ୍ତି। ଯଦି ଜାଣିଥାନ୍ତେ, ଇଏ ମୋ ପାଇଁ ଆଜି ମୋ ମୁଣ୍ଡ ଉପରେ ହସ୍ତ ନିର୍ଭର ଦେଇକି ପ୍ରାର୍ଥନା କରିଦେଇଥାନ୍ତେ, ଯେ ମୁଁ ଆଜି ଜଣେ ଲୋକ ସୁସ୍ଥ ହେଇଥାନ୍ତି। ଏ ପ୍ରକାର ଭାବିଲା ଆଉ ନାମାନ ସେନାପତି ଯାହା ମଧ୍ୟ ଇଲିଶାଙ୍କ ଦ୍ୱାରା ଶୁଣିଲେ, ସେ କେବେ ମଧ୍ୟ ଗ୍ରହଣ କରିପାରିଲେ ନାହିଁ। ସେ ସମୟରେ ସେ କ୍ରୋଧ କରିକି ଚାଲିଗଲେ ଲେଖାଇଛି। ସେତେବେଳକୁ ନାମାନ ସେନାପତି ତଳେ ଥିବା ଦାସମାନେ ପ୍ରକୃତିରେ ପଚାରିଲେ, ଆରେ ସେନାପତି, ତମକୁ କେତେ କଷ୍ଟ ଲାଗିଲା? ତମର ପ୍ରଭୁ ଏ ଭବିଷ୍ୟତ ବକ୍ତା ଯଦି ତମକୁ ୟା ଠାରୁ ବଡ଼ କାର୍ଯ୍ୟ କରିବା ପାଇଁ କହିଥିଲେ, ତମେ କଣ କରିନଥାନ୍ତ କି? ଏ ବିଷୟ କେତେ କଷ୍ଟ ଲାଗିଲା? ତମେ ଯାଇକି ଜର୍ଦ୍ଦନ ନଦୀରେ 7 ଥର ବୁଡ଼ିକି ବାହାର ବୋଲି କହିବାଟା କେତେ କଷ୍ଟ ଲାଗିଲା? ତ ସେ ସମୟରେ ଏ ନାମାନ ସେନାପତି ଗୋଟେ ବିଷୟକୁ ଚିନ୍ତା କଲେ। କଣ ଚିନ୍ତା କରୁଛନ୍ତି? ମୁଁ ଆଜି କାହିଁକି ପ୍ରକୃତରେ କଷ୍ଟରେ ଅଛି? ମୁଁ କାହିଁକି ପ୍ରକୃତରେ ଇଲିଶାଙ୍କ କଥା ଶୁଣି ପାରିଲି ନାହିଁ? କୋଉ କାରଣ ପାଇଁ ମୁଁ ପ୍ରକୃତରେ ଶୁଣି ପାରିଲି ନାହିଁ? ଯେ ଶେଷରେ ସେ ଗୋଟେ ବିଷୟକୁ ପ୍ରକୃତରେ ପାଉଛନ୍ତି, ଏ ସେନାପତିର ହୃଦୟରେ ଯୋଉ ପ୍ରକୃତିରେ ଚିନ୍ତା ଅଛି, ଏ ଚିନ୍ତା ପାଇଁ ଏ ସେନାପତି ପ୍ରକୃତିରେ କଷ୍ଟ ପାଉଛନ୍ତି। ସେଥିପାଇଁ ଚିନ୍ତା ସେ ପୁନର୍ବାର ତାଙ୍କ ଘରକୁ ପ୍ରକୃତିରେ ଫେରେଇକି ଆଣୁଛି। ସେଥିପାଇଁ ସେ ସମୟରେ ଯେତେବେଳେ ସେ ତାର ଦାସମାନଙ୍କର କଥାକୁ ଶୁଣିଲେ, ସତରେ ଏଇଟା କେତେ କଷ୍ଟ? କିଛି କଷ୍ଟ ନାହିଁ। ଇଲିଶାଙ୍କର ବାକ୍ୟ ଶୁଣିବାଟା କଷ୍ଟ ନାହିଁ। ଜର୍ଦ୍ଦନ ନଦୀରେ ଯାଇକି 7 ଥର ବୁଡ଼ିବାଟା କିଛି କଷ୍ଟ ନାହିଁ। କିନ୍ତୁ ମୋର ଚିନ୍ତା ମୋତେ ଆଜି କଷ୍ଟ ଦଉଛି। ଶେଷରେ ସେ ମନ ପରିବର୍ତ୍ତନ କରିକି ପୁନର୍ବାର ସେ ଇଲିଶାଙ୍କୁ ଭେଟିବା ପାଇଁ ଗଲେ। ଇଲିଶା ସମାନ କଥା ପ୍ରକୃତରେ କହିଲେ। ଇଲିଶା ଯେତେବେଳେ ସମାନ କଥା କହିଲେ, ଇଏ ଯାଇକି ଜର୍ଦ୍ଦନ ନଦୀରେ ପ୍ରକୃତରେ ବୁଡ଼ିଲେ। ଇଏ କୁଷ୍ଠ ରୋଗରୁ ଭଲ ହେଲେ ଲେଖାଇଛି। କୁଷ୍ଠ ରୋଗ ଖାଲି ଭଲ ହେଲେ ତାହା ନାହିଁ, ୟାର ଚର୍ମ ପ୍ରକୃତିରେ ଶିଶୁର ଚମଡ଼ା ପରି ହେଇଗଲା ଲେଖାଇଛି। ସେ ସମୟରେ କୁଷ୍ଠ ରୋଗରୁ ଭଲ ହେଲେ। ତ ଏ ବାଇବଲରେ କୁଷ୍ଠ ରୋଗ ମାନେ କାହାକୁ ଦର୍ଶାଏ? ଏ ବାଇବଲରେ କୁଷ୍ଠ ରୋଗ ହେଉଛି ଗୋଟେ ରୋଗ ଯାହାକି ପାପକୁ ଦର୍ଶାଏ। ତା ମାନେ ଜଣେ ଲୋକଙ୍କ ହୃଦୟ ଭିତରେ ଯେତେବେଳେ ପାପ ଅଛି, ପାପ ଦ୍ୱାରା ଯେତେବେଳେ ଜଗତରେ ଲୋକମାନେ ବଞ୍ଚୁଅଛନ୍ତି, te ଲୋକମାନେ କେବେ ମଧ୍ୟ ଈଶ୍ୱରଙ୍କ ଦୁନିଆକୁ ପ୍ରବେଶ କରିପାରିବେ ନାହିଁ। ଲୋକମାନେ କେବେ ମଧ୍ୟ ଈଶ୍ୱରଙ୍କ ଠାରୁ ଆଶୀର୍ବାଦକୁ ପାଇପାରିବେ ନାହିଁ। ସେଥିପାଇଁ ବାଇବଲରେ ଆମେ ଯଦି ଦେଖିବା, ବାଇବଲ କଣ କୁହେ? ମନୁଷ୍ୟର ଭାବନା, ମନୁଷ୍ୟର କଳ୍ପନା ଅବିରତ ମନ୍ଦ ବୋଲି ବାଇବଲ କହୁଛି। ଆଦି ପୁସ୍ତକ 6 ପର୍ବର ବାକ୍ୟ 5 ପଦ ଯଦି ଆପଣମାନେ ଦେଖିବେ, ସେ ଜାଗାରେ ଲେଖା ହେଇଛି, ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀର ମନୁଷ୍ୟର ଦୁଷ୍ଟତା ଅତି ବଡ଼, ତାହାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ସେଥିପାଇଁ ମନୁଷ୍ୟ ଯଦି ଜାଣିବ ମୋର ଭାବନା, ମୋର କଳ୍ପନା ହେଉଛି ଅବିରତ ମନ୍ଦ ମାତ୍ର, ତ ଲୋକ ଯଦି ଜାଣିବେ ମୋର ଭାବନା, ମୋର କଳ୍ପନା ଅବିରତ ମନ୍ଦ, ତେବେ ଲୋକମାନେ ନିଜର ଚିନ୍ତାର ସ୍ୱର ଶୁଣିବେ ନାହିଁ। ନିଜର ଚିନ୍ତାକୁ ପରିତ୍ୟାଗ କରିବେ, ନିଜକୁ ଶୂନ୍ୟ କରିବେ। ନିଜକୁ ଶୂନ୍ୟ ଜାଗାରେ ଛିଡ଼ା ହେଇକି ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ପ୍ରକୃତିରେ ଶୁଣିବାଟା ଆରମ୍ଭ କରିବେ। କିନ୍ତୁ ଆଜି ଲୋକମାନେ କାହିଁକି ପାପରେ ପରିପୂର୍ଣ୍ଣ ହେଇକି ଅଛନ୍ତି? କିନ୍ତୁ ଆଜି ଲୋକମାନେ କୋଉ କାରଣ ପାଇଁ ଯନ୍ତ୍ରଣା ପ୍ରକୃତିରେ ପାଉଛନ୍ତି? କୋଉ କାରଣ ପାଇଁ? ଲୋକମାନଙ୍କ ଭିତରେ ଥିବା ପାପ ସେମାନଙ୍କୁ ପରମେଶ୍ୱରଙ୍କ ଠାରୁ ଅଲଗା କରୁଛି। ସେଥିପାଇଁ ଲୋକମାନଙ୍କର ହୃଦୟକୁ ଯଦି ଆମେ ଦେଖିବା, ଲୋକମାନେ ସତରେ ଉଁ, ଲୋକମାନେ କେବେ ମଧ୍ୟ ପରମେଶ୍ୱରଙ୍କ ଇଚ୍ଛାକୁ ଜାଣିନାହାନ୍ତି। ଲୋକମାନେ ପ୍ରକୃତିରେ ଭାବୁଛନ୍ତି, ଆମେ ପୃଥିବୀରେ ଭଲ କାମ କଲେ ଭଲ ମଣିଷ ହବୁ, ଉତ୍ତମ ଚିନ୍ତା କଲେ ଆମେ ଉତ୍ତମ ମଣିଷ ହେଇଯିବୁ। ସେଥିପାଇଁ ଚାଲ ଆମେ ଭଲ କରିବା, ଉତ୍ତମ ଚିନ୍ତା କରିବା କହିକି ଲୋକ ଏ ପ୍ରକାର ଚିନ୍ତା କରୁଅଛନ୍ତି। କିନ୍ତୁ ବାଇବଲ କଣ କହୁଛି? ଈଶ୍ୱର କଣ କହୁଛନ୍ତି? ଈଶ୍ୱରଙ୍କର ଉଦ୍ଦେଶ୍ୟ କଣ?
ପରମେଶ୍ୱର ମନୁଷ୍ୟ ପ୍ରତି। ଲୋକମାନେ ଯଦି ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ଜାଣିବେ, ଈଶ୍ୱରଙ୍କର ଇଚ୍ଛାକୁ ଯଦି ଜାଣିବେ, ତେବେ ଲୋକମାନେ ଈଶ୍ୱରଙ୍କର ବାକ୍ୟକୁ ଶୁଣିବାଟା ଆରମ୍ଭ କରିବେ। କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଏଇଟା, ଲୋକମାନେ କେବେ ମଧ୍ୟ ଈଶ୍ୱରଙ୍କ ଆଡ଼କୁ ଫେରନ୍ତି ନାହିଁ। କିନ୍ତୁ ଲୋକମାନେ କେବେ ମଧ୍ୟ ଈଶ୍ୱରଙ୍କ ବାକ୍ୟକୁ ବିଶ୍ୱାସ କରନ୍ତି ନାହିଁ। ଲୋକମାନେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରିବା ପରିବର୍ତ୍ତେ ଲୋକମାନେ ନିଜର ଚିନ୍ତାକୁ ଅଧିକ ବିଶ୍ୱାସ କରିଥାନ୍ତି। କିନ୍ତୁ ନିଜର ଚିନ୍ତା ପରମେଶ୍ୱରଙ୍କ ଠାରୁ, ପରମେଶ୍ୱର ବାକ୍ୟ ଠାରୁ ଲୋକମାନଙ୍କୁ ଦୂରକୁ ନେଇ ଯାଇଥାଏ। ଆଜି ଆମେ ନାମାନ ସେନାପତି ବିଷୟରେ ଶୁଣିଲୁ। ଏ ନାମାନ ସେନାପତି କାହିଁକି ପ୍ରକୃତରେ ଇଲିଶାଙ୍କର ବାକ୍ୟ ଶୁଣି ପାରିଲେ ନାହିଁ? କୋଉ କାରଣ ପାଇଁ ଶୁଣି ପାରୁନାହାନ୍ତି? ନିଜର ଚିନ୍ତା ପାଇଁ ଶୁଣି ପାରୁନାହାନ୍ତି। ଠିକ ସମାନ ସେମିତି ଏଇଟା ଆମେ ସେନାପତି ବିଷୟରେ ଆମେ ଶୁଣୁଛୁ। ସତରେ ଆମେ ମଧ୍ୟ ସେନାପତି ପରି ଲୋକ। ଯଦି ଆମେ ସେନାପତି ପରି ଲୋକ, ଯଦି ସେନାପତି ପରି ଯଦି ଏ ଜଗତରେ ବଞ୍ଚିବୁ, ତେବେ ଆମ ଭିତରେ ଥିବା ପାପ କେବେ ମଧ୍ୟ ସମାଧାନ ହେବ ନାହିଁ। ସେଥିପାଇଁ ଆମ ଭିତରେ ଥିବା ପାପ ସମାଧାନ କରିବା ପାଇଁ ଆମେ ସମସ୍ତେ ବାକ୍ୟ ନିକଟକୁ ଫେରିବା ଆବଶ୍ୟକ। ବାଇବଲ କୁହେ, ଯିଶାୟ ପୁସ୍ତକ ବାକ୍ୟ। ଚାଲନ୍ତୁ ଆମେ ଯିଶାୟ ପୁସ୍ତକ ବାକ୍ୟ ଟିକେ ଦେଖିବା। ଯିଶାୟ ପୁସ୍ତକ 55 ପର୍ବର 7 ପଦ ବାକ୍ୟ। ଦୁଷ୍ଟ ଆପଣାର ପଥ ଓ ଧାର୍ମିକ ଆପଣା ସଂକଳ ପରିତ୍ୟାଗ କରୁ। ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ବାଇବଲ କଣ କହୁଛି ଏ ଜାଗାରେ? ବାଇବଲ କହୁଛି ଦୁଷ୍ଟ ଆପଣାର ପଥ, ଅଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ। ପରମେଶ୍ୱର ଜଣେ ଲୋକଙ୍କ ହୃଦୟରେ କଣ ଆଶା କରିଛନ୍ତି? ପରମେଶ୍ୱର କେବେ ମଧ୍ୟ ଜଣେ ଲୋକଙ୍କର ଜୀବନରେ, ଜଣେ ଲୋକଙ୍କ ଭିତରେ କେବେ ମଧ୍ୟ ଭଲ କାର୍ଯ୍ୟ ଆଶା କରିନାହାନ୍ତି। ପରମେଶ୍ୱର କେବେ ମଧ୍ୟ ଜଣେ ଲୋକର ଉତ୍ତମ କାର୍ଯ୍ୟ ଆଶା କରିନାହାନ୍ତି। ପରମେଶ୍ୱର କଣ ଆଶା କରିଛନ୍ତି? ଜଣେ ନିଜର ରାସ୍ତାକୁ ଫିଙ୍ଗୁ, ନିଜର ରାସ୍ତାକୁ ପରିତ୍ୟାଗ କରୁ, ନିଜର ସଂକଳ୍ପକୁ ପରିତ୍ୟାଗ କରୁ। ସଂକଳ୍ପ ମାନେ ମନୁଷ୍ୟର ଚିନ୍ତାକୁ ବୁଝାଏ। ସେଥିପାଇଁ ପରମେଶ୍ୱର ଏ ଦୁଇଟା ବିଷୟକୁ ଆଶା କରିଛନ୍ତି। ସେଥିପାଇଁ ସେ ପରମେଶ୍ୱରଙ୍କ ନିକଟକୁ ଫେରୁ ବୋଲି କହୁଛନ୍ତି। କିନ୍ତୁ ଯୋଉ ଲୋକ ଜାଣିଲା ମୋର ଚିନ୍ତା, ମୋର ଭାବନା ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର, ସେ ଲୋକ ଅଟୋମେଟିକ ପରମେଶ୍ୱରଙ୍କ ନିକଟକୁ ଫେରିବ। କିନ୍ତୁ ଯୋଉ ଲୋକ ଜାଣିନି, ଆଁ, ସେ କେବେ ମଧ୍ୟ ଫେରିବ ନାହିଁ। କିନ୍ତୁ ବାଇବଲ ଯେତେବେଳେ ଆମେ ଦେଖୁଛୁ, ଏ ଜାଗାରେ ପ୍ରଭୁଙ୍କର ଇଚ୍ଛା ଅଛି। ପରମେଶ୍ୱର କଣ କହିବା ପାଇଁ ଚାହୁଁଛନ୍ତି? ପରମେଶ୍ୱର କହୁଛନ୍ତି ଦୁଷ୍ଟ ଆପଣାର ପଥ ଓ ଧାର୍ମିକ ଆପଣା ସଂକଳ୍ପ ପରିତ୍ୟାଗ କରୁ, ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ପରମେଶ୍ୱର କ୍ଷମା କରିବା ପାଇଁ ଜଗିଛନ୍ତି। କୋଉ ଲୋକ ପ୍ରକୃତିରେ କ୍ଷମା ପାଇବ? କୋଉ ଲୋକ ପ୍ରକୃତିରେ ଦୟା ପାଇବ? ଯୋଉ ଲୋକ ନିଜର ଦୁଇଟା ବିଷୟ ପ୍ରକୃତିରେ ପରିତ୍ୟାଗ କରିବ। ଗୋଟେ ହଉଛି ନିଜର ସଂକଳ୍ପ, ସଂକଳ୍ପର ଅର୍ଥ ହଉଛି ଚିନ୍ତା। ଆଉ ଗୋଟେ ହଉଛି ପଥ, ପଥର ଅର୍ଥ ହଉଛି ରାସ୍ତା। ଏ ଦୁଇଟା ବିଷୟ ମନୁଷ୍ୟ ପାଖରେ ନିଜର ଥିବା ହେତୁ ମନୁଷ୍ୟ କେବେ ମଧ୍ୟ ପରମେଶ୍ୱରଙ୍କ ବାକ୍ୟ ଶୁଣି ପାରିବ ନାହିଁ। କିନ୍ତୁ ଏ ଦୁଇଟା ବିଷୟକୁ ପରମେଶ୍ୱର ପରିତ୍ୟାଗ କରିବା ପାଇଁ କହୁଛନ୍ତି। ଚାଲନ୍ତୁ ଆଜି ଆମମାନେ ଯେତେବେଳେ ପରମେଶ୍ୱରଙ୍କ ନିକଟକୁ ଫେରିବା, ପରମେଶ୍ୱର ହେଉଛନ୍ତି ନ୍ୟାୟବାନ ଅଟନ୍ତି। ସେ ଆମ ସମସ୍ତଙ୍କର ଅପରାଧକୁ କ୍ଷମା କରିପାରିବେ। ସେଥିପାଇଁ ବାଇବଲ କହେ, 8 ପଦରେ ବାକ୍ୟ କହେ, ଯେହେତୁ ସଦାପ୍ରଭୁ କହନ୍ତି, ଆମ୍ଭର ସଂକଳ୍ପ ସକଳ ତୁମମାନଙ୍କ ସଂକଳ୍ପ ପରି ନୁହେଁ, କିଏ ବା ତୁମମାନଙ୍କର ମାର୍ଗ ସକଳ ଆମ୍ଭର ମାର୍ଗ ପରି ନୁହେଁ। ସେଥିପାଇଁ ଆମର ସଂକଳ୍ପ ସକଳ ପରମେଶ୍ୱରଙ୍କ ପରି ନୁହେଁ ଲେଖା ହେଇଛି। ଆମର ମାର୍ଗ ସକଳ ପରମେଶ୍ୱରଙ୍କ ପରି ନୁହେଁ ଲେଖା ହେଇଛି। ସେଥିପାଇଁ ଆମର ରାସ୍ତା ପରମେଶ୍ୱରଙ୍କ ରାସ୍ତା, ଆମର ସଂକଳ୍ପ ପରମେଶ୍ୱରଙ୍କର ସଂକଳ୍ପ ବହୁତ ଭିନ୍ନ ଅଟେ। ସେଥିପାଇଁ ଆମେ ପରମେଶ୍ୱରଙ୍କ ପରି କେବେ ହେଇପାରିବୁନି, କିନ୍ତୁ ପରମେଶ୍ୱର ଆମକୁ ତାଙ୍କ ପରି ବନଉଛନ୍ତି। ସେଥିପାଇଁ ଆମେ ଯେତେବେଳେ ପୃଥିବୀରେ ଅଛୁ, ପରମେଶ୍ୱରଙ୍କ ଇଚ୍ଛାକୁ ପାଇକି ବଞ୍ଚିବାଟା ଏକା ଈଶ୍ୱରଙ୍କର ଇଚ୍ଛା। ତ ପରମେଶ୍ୱରଙ୍କର ଇଚ୍ଛା କଣ? ଲୋକ ଭାବନ୍ତି ଭଲ କାମ କରିବାଟା, ଆଁ, ଲୋକ ଭାବନ୍ତି ଭଲ ଚିନ୍ତା କରିବାଟା, ଉତ୍ତମ ଲୋକ ହେଇକି ପ୍ରକୃତିରେ ଜଗତରେ ବଞ୍ଚିବାଟା, ପାପ ନ କରିକି ଜଗତରେ ବଞ୍ଚିବାଟା, ଏଇଟା ଅସମ୍ଭବ ଅଟେ। କାହିଁକି? ଲୋକମାନଙ୍କ ଭିତରେ ପାପର ସମସ୍ୟା ଅଛି। ପାପର ସମସ୍ୟା ଅଛି ମାନେ ପାପର ମଞ୍ଜି ଭିତରେ ପ୍ରକୃତିରେ ମୋର ଲୋକମାନେ ରଖି ଅଛନ୍ତି। ଏତେ ଲୋକ ପ୍ରକୃତିରେ, ଗୋଟେ ଗଛ ଯଦି କଣ୍ଟା ଗଛ, ସେ ଗଛକୁ ତାର କଣ୍ଟାକୁ ସଫା କଲେ ସେ କଣ୍ଟାର ସମସ୍ୟା ସମାଧାନ ହବ ନାହିଁ। କିନ୍ତୁ ସେ ଗଛକୁ ମୂଳରୁ କାଟିଦେଲେ ସେ କଣ୍ଟାର ସମସ୍ୟା ସମାଧାନ।
ସେତେ ଲୋକମାନେ ଆଜି ସେମାନେ ପାପ ନ କରିବା ପାଇଁ ଚାହାନ୍ତି, କିନ୍ତୁ ଲୋକମାନଙ୍କ ଭିତରେ ପାପର ମଞ୍ଜି ଯେହେତୁ ଅଛି, ସେଥିପାଇଁ ଫଳକୁ ପ୍ରକାର ଫଳ ଆସିବ, ପାପର ଫଳ ପ୍ରକୃତରେ ଆସିବ। ଯଦି ପାପର ଫଳ ଆସିବ, ବାଇବଲ କହୁଛି ପାପର ବେତନ ମୃତ୍ୟୁ। ସେଥିପାଇଁ ଜଣେ ଲୋକଙ୍କ ହୃଦୟରେ ଯଦି ପାପ ଅଛି, ବାଧ୍ୟ ସେ ମରିବ, ବାଧ୍ୟ ସେ ନରକକୁ ଯିବା ପାଇଁ, ବାଧ୍ୟ ସେ ନରକରେ ପ୍ରକୃତରେ କଲବଲ ହେବା ପାଇଁ। କିନ୍ତୁ ପାପର ମଞ୍ଜି ନ ଥାଇକି ଯଦି ଧାର୍ମିକତାର ମଞ୍ଜି ଯଦି ଅଛି, ସେ ଧାର୍ମିକତାର ଫଳ ପ୍ରକୃତରେ ଫଳିବ। କିନ୍ତୁ ଧାର୍ମିକତାର ଫଳ ପାଇବା ପାଇଁ ଆମେ ବାକ୍ୟକୁ ବିଶ୍ୱାସ କରିବାକୁ ପଡ଼ିବ। ସେଥିପାଇଁ ବାଇବଲ କହେ କର୍ମ କରୁ ନାହିଁ ବୋଲି ବାଇବଲ କହୁଛି। କର୍ମ କର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ସମୟରେ ଧାର୍ମିକ ଗଣିତ ହେବ ନାହିଁ ବୋଲି ବାଇବଲ। ରୋମିଓ ପୁସ୍ତକ 3 ପର୍ବ 20 ପଦରେ ବାକ୍ୟ କୁହେ, କାରଣ ବ୍ୟବସ୍ଥାର କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ତାହାଙ୍କ ଛାମରେ ଧାର୍ମିକ ଗଣିତ ହେବ ନାହିଁ, ଯେହେତୁ ବ୍ୟବସ୍ଥା ଦ୍ୱାରା ପାପର ଜ୍ଞାନ ଜନ୍ମ। ତ ବାଇବଲ କଣ କହୁଛି? ଜଣେ ଲୋକ କ୍ରିୟାକର୍ମ କରିବା ଦ୍ୱାରା ଧାର୍ମିକ ଗଣିତ ହେବ ଲେଖା ହେଇଛି, ନା କ୍ରିୟାକର୍ମ କରିବା ଦ୍ୱାରା ଜଣେ ଲୋକ ଧାର୍ମିକ ଗଣିତ ହେବ ନାହିଁ ଲେଖା ହେଇଛି? ବାଇବଲ କହୁଛି କ୍ରିୟାକର୍ମ ଦ୍ୱାରା କୌଣସି ପ୍ରାଣୀ ଧାର୍ମିକ ଗଣିତ ହେବ ନାହିଁ ଲେଖା ହେଇଛି। କିନ୍ତୁ ଲୋକମାନେ ଆଜି ଚେଷ୍ଟା କରୁଛନ୍ତି ଧାର୍ମିକ ହେବା ପାଇଁ, ପବିତ୍ର ହେବା ପାଇଁ, ସିଦ୍ଧ ହେବା ପାଇଁ, କିନ୍ତୁ ଅସମ୍ଭବ। କିନ୍ତୁ ଲୋକମାନେ ଯଦି ଜାଣିବେ ଆମର କର୍ମ, ଆମର ଉତ୍ତମତା ପାଇଁ ଆମେ କେବେ ବି ଧାର୍ମିକ ଗଣାଯିବୁ ନାହିଁ, ସେ ସମୟରେ ଲୋକମାନେ ଅଟୋମେଟିକ ଫେରିବେ। ତେଣୁ ବାଇବଲ କଣ କହୁଛି 21 ପଦରେ, କିନ୍ତୁ ଏବେ ବ୍ୟବସ୍ଥା ବ୍ୟତୀତ ଈଶ୍ୱରଙ୍କ ଧାର୍ମିକତା ପ୍ରକାଶିତ ହୋଇଅଛି, ଆଉ ତାହା ବିଷୟରେ ବ୍ୟବସ୍ଥା ଓ ଭାବବାଦୀ ମାନଙ୍କ ଧର୍ମଶାସ୍ତ୍ର ସାକ୍ଷ୍ୟ ଦଉଛି। ତ ଆମେ କେମିତି ଧାର୍ମିକ ହେବୁ? କଣ ସାକ୍ଷ୍ୟ ଦଉଛି? ଭାବବାଦୀ ମାନଙ୍କର ଧର୍ମଶାସ୍ତ୍ର। ଯେତେବେଳେ ଆମେ ଶାସ୍ତ୍ରକୁ ଫେରିବୁ, ସେ ସମୟରେ ଧର୍ମଶାସ୍ତ୍ରର ସତ୍ୟ ଜ୍ଞାନ ଯେତେବେଳେ ଆମେ ଲାଭ କରିବୁ, ସେ ସତ୍ୟ ଆମମାନଙ୍କୁ ମୁକ୍ତ କରିବ। ବାଇବଲ କହୁଛି ଜଣେ ଯଦି ସତ୍ୟ ଜ୍ଞାତ କରାଯିବ, ସେ ସତ୍ୟ ସେ ଲୋକକୁ ମୁକ୍ତ କରିବ। କିନ୍ତୁ ଲୋକମାନେ ଆଜି ପାପରୁ ମୁକ୍ତ ହେଇନାହାନ୍ତି, କଣ ପାଇଁ? ସତ୍ୟ ଜ୍ଞାତ କରାଯାଇନାହାନ୍ତି। ସେଥିପାଇଁ ବାଇବଲ କଣ କହୁଛି? ଯୋହନ ପୁସ୍ତକ ବାକ୍ୟ ଯଦି ଦେଖିବା, ଯୋହନ ପୁସ୍ତକ 8 ପର୍ବର 32 ପଦ, ପୁଣି ତୁମମାନେ ସତ୍ୟ ଜ୍ଞାତ ହବ, ସେହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ। ବାଇବଲ କଣ କହୁଛି? ସତ୍ୟ ଜାଣିଲେ ଆମେ ମୁକ୍ତ ହବୁ। ଭାଇ ଭଉଣୀମାନେ, ଗୋଟେ ସମୟ ଥିଲା ଆମେ ଇଂରେଜ ଲୋକମାନଙ୍କ ଦ୍ୱାରା ଶାସନ କରାଯାଉଥିଲୁ, କିନ୍ତୁ ଗୋଟେ ସମୟ ଆସିଲା ଆମର ଭାରତ ପ୍ରକୃତିରେ ସ୍ୱାଧୀନ ପାଇଲା। ଇଂରେଜ ଲୋକମାନେ ଆମ ଭାରତ ଛାଡ଼ିକି ସେମାନେ ସମସ୍ତେ ପ୍ରକୃତିରେ ପଳେଇଲେ। ତ ଆମେ ବର୍ତ୍ତମାନ ସ୍ୱାଧୀନତାରେ ଅଛୁ। ଏବେ ଆମ ଉପରେ କିଏ ମଧ୍ୟ ଶାସନ କରିପାରିବେ ନାହିଁ। ଠିକ ସେମିତି ଆମେ ଗୋଟେ ସମୟ ଥିଲା ଆମେ ପାପରେ ପରିପୂର୍ଣ୍ଣ ଥିଲୁ, ଅଧାର୍ମିକ ହେଇକି ଆମେ ଥିଲୁ। ଗୋଟେ ସମୟ ଆସିଲା ଯୀଶୁଖ୍ରୀଷ୍ଟ ଯେତେବେଳେ ଜଗତକୁ ଆସିଲେ, ସେ ଜଗତରେ ଯେତେବେଳେ ବାସ କଲେ, ସେ କଣ କହିଲେ ନିଜ ବିଷୟରେ? ମୁଁ ଉତ୍ତମ ମେଷପାଳକ, ଉତ୍ତମ ମେଷପାଳକ, ମେଷ ନିମନ୍ତେ ଆପଣା ପ୍ରାଣ ଦିଏ ଲେଖା ହେଇଛି। ତ କୋଉ ଲୋକ ମେଷ ନିମନ୍ତେ ପ୍ରାଣ ଦଉଛନ୍ତି? ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମାନେ ଇଏ ହଉଛନ୍ତି ଯୀଶୁଙ୍କୁ ବୁଝାଏ। ତ ଯୀଶୁ ପ୍ରକୃତିରେ ମେଷ ନିମନ୍ତେ ପ୍ରାଣ ଦେଇଛନ୍ତି। ଏ ମେଷ କିଏ? ଏ ମେଷ ଜଗତର ସମସ୍ତ ଲୋକମାନଙ୍କୁ ବୁଝାଏ। ସେଥିପାଇଁ ଉତ୍ତମ ମେଷପାଳକ ମେଷ ନିମନ୍ତେ ପ୍ରାଣ ଦେଇଛନ୍ତି। ସେଥିପାଇଁ ପ୍ରାଣ ଦେଲା ପରେ ବାଇବଲ କଣ କହୁଛି? ବାଇବଲ ପ୍ରକୃତିରେ କହୁଛି, ଆମେ ଏବ୍ରୀ ପୁସ୍ତକ 10 ପର୍ବ ବାକ୍ୟ ଦେଖିବା। ଏବ୍ରୀ ପୁସ୍ତକ 10 ପର୍ବର 10 ପଦ ବାକ୍ୟ କୁହେ, ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ତ ବାଇବଲ କଣ କହୁଛି? ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେ ଇଚ୍ଛା ହେତୁ ଆମମାନେ ପବିତ୍ରୀକୃତ ହୋଇଅଛୁ। ତେବେ ଆମର ଇଚ୍ଛା ହେତୁ ନା ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା? ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା। ସେଥିପାଇଁ ଆପଣମାନେ ଯଦି ଏ ବାକ୍ୟକୁ ବିଶ୍ୱାସ କରିବେ, ତେବେ ଆପଣମାନେ ହେଉଛନ୍ତି ପବିତ୍ର ଅଟନ୍ତି, ଆପଣମାନେ ହେଉଛନ୍ତି ଧାର୍ମିକ ଅଟନ୍ତି। ଖାଲି ପବିତ୍ର ପରମେଶ୍ୱର ଆମକୁ କରିନାହାନ୍ତି, ପରମେଶ୍ୱର କଣ କରିଅଛନ୍ତି? ଆପଣମାନେ 14 ପଦ ବାକ୍ୟ ଯଦି ଦେଖିବେ, ଏଭଳି ପୁସ୍ତକ 14 ପଦ, କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହେଉଥିବା ଲୋକମାନଙ୍କୁ ଚିର କାଳ ପାଇଁ ସିଦ୍ଧ କରିଅଛନ୍ତି। ଗୋଟେ ଦିନ ପାଇଁ ଆପଣମାନଙ୍କୁ ସିଦ୍ଧ କରିଅଛନ୍ତି ପରମେଶ୍ୱର, ନା ଚିରକାଳ ପାଇଁ? ବାକ୍ୟ କହୁଛି ଚିରକାଳ ପାଇଁ। ତେବେ ଆପଣମାନେ ଚିରକାଳ ପାଇଁ ସିଦ୍ଧ ଅଟନ୍ତି, ଚିରକାଳ ପାଇଁ ଆପଣମାନେ ପବିତ୍ର ଅଟନ୍ତି। ସେଥିପାଇଁ ବାଇବଲ କଣ କୁହେ 15 ପଦରେ? ଆଉ ପବିତ୍ର ଆତ୍ମା ମଧ୍ୟ ଆମମାନଙ୍କୁ ସାକ୍ଷ୍ୟ ଦିଏ। ତେବେ ବାଇବଲରେ ଆମେ ସାକ୍ଷ୍ୟ ଦଉଛୁ ନା ପବିତ୍ର ଆତ୍ମା ସାକ୍ଷ୍ୟ ଦଉଛନ୍ତି? ବାଇବଲରେ ଆମେ ସାକ୍ଷ୍ୟ ଦଉନୁ,
ପବିତ୍ର ଆତ୍ମା ସାକ୍ଷ୍ୟ ଦେଉଛନ୍ତି ଆମେ ଧାର୍ମିକ ଅଟୁ, ଆମେ ସିଦ୍ଧ ଅଟୁ, ଅନନ୍ତକାଳୀନ ପାଇଁ ଆମେ ମୁକ୍ତ କରାଯାଇଅଛୁ। ଏଇଟା ଆମେ ସାକ୍ଷ୍ୟ ଦଉନୁ, ଆମ ଭିତରେ ଥିବା ପବିତ୍ର ଆତ୍ମା ସାକ୍ଷ୍ୟ ଦଉଛନ୍ତି। ସେଥିପାଇଁ ଲୋକମାନେ କହୁଛନ୍ତି ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ। ସତରେ ବାଇବଲକୁ ଦେଖିଲେ ଧାର୍ମିକ କିଏ ନାହିଁ? ଜଗତର ଲୋକମାନଙ୍କୁ ଦେଖିଲେ ଧାର୍ମିକ କିଏ ନାହିଁ? କିନ୍ତୁ ବାଇବଲ କଣ କୁହେ ଜାଣିଛନ୍ତି? ରୋମେ ପୁସ୍ତକ 1 ପର୍ବର 17 ପଦ, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ସେଥିପାଇଁ ବିଶ୍ୱାସ ମୂଳକ ବିଶ୍ୱାସଜନକ ବାଇବଲ କହୁଛି। ସେଥିପାଇଁ ବାକ୍ୟକୁ ବିଶ୍ୱାସ କଲେ ଜଣେ ଧାର୍ମିକ ଗଣିତ କରାଯିବ। ତ ବିନା ଧାର୍ମିକତାରେ ଜଣେ ଲୋକ କେମିତି ବିଶ୍ୱାସ ଜୀବନ କାଟିପାରିବ? ନିଶ୍ଚିନ୍ତ ସେ ଜାଗାରେ ଧାର୍ମିକ ଅଛନ୍ତି। ଭାଇମାନେ, ଆପଣମାନେ ଯଦି ଦେଖିବେ ସେଠି ଅବ୍ରାହମ ଧାର୍ମିକ ଅଟନ୍ତି, ନୋହ ମଧ୍ୟ ଧାର୍ମିକ ଅଟନ୍ତି, ଦାଉଦ ମଧ୍ୟ ପ୍ରକୃତରେ ଧାର୍ମିକ ଅଟନ୍ତି। ସେ ଅନେକ ଲୋକ ବାଇବଲରେ ଧାର୍ମିକ ବ୍ୟକ୍ତି ପ୍ରକୃତରେ ଅଛନ୍ତି। ସେଥିପାଇଁ ସମସ୍ତେ ନିଜର କର୍ମ ଉପରେ ମାନେ ଧାର୍ମିକ ଗଣାଯାଇଛନ୍ତି ତାହା ନାହିଁ। ଏମାନେ ସମସ୍ତେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା ପରମେଶ୍ୱର ଏମାନଙ୍କୁ ଧାର୍ମିକ ଗଣନା କରିଆସନ୍ତି। ସେଥିପାଇଁ ବାଇବଲ କୁହେ, କଣ ବାଇବଲ କହୁଛି? ଏବ୍ରି ପୁସ୍ତକ 10 ର 17 ପଦ, ସେମାନଙ୍କ ପାପ ସେମାନଙ୍କ ଅପରାଧ ସବୁ ଆମ୍ଭେ ସ୍ମରଣ କରିବା ନାହିଁ। ବାଇବଲ କହୁଛି ଆମର ପାପ ପରମେଶ୍ୱର ସ୍ମରଣ କରୁନାହାନ୍ତି, ଆମର ପାପ ପରମେଶ୍ୱର ମନେ ପକାଉନାହାନ୍ତି। ସେଥିପାଇଁ ପରମେଶ୍ୱର ଆମକୁ କଣ କହୁଛନ୍ତି? ତମେ ଧାର୍ମିକ ଅଟ ବୋଲି କହୁଛନ୍ତି। ରୋମେ ପୁସ୍ତକ 4 ର 25 ପଦ ବାକ୍ୟ ଯଦି ଆପଣ ଦେଖିବେ, ସେ ଜାଗାରେ ବାଇବଲ କଣ କହୁଛି? ସେହି ଯୀଶୁ ଆମମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ଭାଇମାନେ, ଆଜି ପରମେଶ୍ୱର ଆମମାନଙ୍କୁ ଧାର୍ମିକ ଗଣନା କରିଅଛନ୍ତି। ପରମେଶ୍ୱର ଆପଣମାନଙ୍କୁ ଧାର୍ମିକ ଗଣନା କରିଅଛନ୍ତି। ଆପଣମାନେ ଧାର୍ମିକ ଅଟନ୍ତି। ଏ ବାକ୍ୟ ଯଦି ଆଜି ଆପଣମାନେ ବିଶ୍ୱାସ କରିବେ, ଏଇ ଜଗତରେ ଆଶାରେ, ଖୁସିରେ, ଶାନ୍ତିରେ ପ୍ରଭୁରେ ଆପଣମାନେ ବାସ କରିପାରିବେ। ଭାଇମାନେ, ବହୁତ ଧନ୍ୟବାଦ ଆଜି ଆପଣମାନେ ମୂଲ୍ୟବାନ ବାକ୍ୟକୁ ଶୁଣିଲେ। କ୍ରମାଗତ ଭାବରେ ସମସ୍ତ ବାକ୍ୟ ଶୁଣିବା ନିମନ୍ତେ ଆମର ଚ୍ୟାନେଲକୁ ମଧ୍ୟ ଆପଣମାନେ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ଆପଣମାନେ ଯାହା ବୁଝୁନାହାନ୍ତି ଆମେ ଆପଣମାନଙ୍କ ପ୍ରକୃତିରେ ବାକ୍ୟ ଦ୍ୱାରା ପ୍ରକୃତିରେ ଶିକ୍ଷାକୁ ଦେବୁ। ଆଶା କରେ ଏ ବାକ୍ୟ ଶୁଣିକି ଆପଣମାନେ ହୃଦୟରେ ସାନ୍ତ୍ୱନା ପ୍ରକୃତିରେ ପାଇଥିବେ, ହୃଦୟରେ ଆଶା ଖୁସି ପ୍ରକୃତିରେ ପାଇଥିବେ। ଚାଲନ୍ତୁ ପ୍ରାର୍ଥନା କରିବା, ତାପରେ ମୁଁ ସରେଇବି। ଧନ୍ୟବାଦ ଦେଉଛୁ ମଙ୍ଗଳମୟ ପରମେଶ୍ୱର, ଆମ ସମସ୍ତଙ୍କୁ ତୁମେ ଧାର୍ମିକ କରିଆସ, ପବିତ୍ର କରିଆସ। ସତରେ ଆମେ ନିରୁପାୟ ଥିଲୁ, ନିର୍ଜନ ଶୂନ୍ୟ ଥିଲୁ, ଅନ୍ଧକାର ପରି ଜାଗାରେ ପ୍ରକୃତିରେ ବାସ କରୁଥିଲୁ। କିନ୍ତୁ ପରମେଶ୍ୱର, ତୁମେ ଆମମାନଙ୍କର ପାପ ତୁମେ ନିଜ ଉପରେ ନେଇଅଛ। ନିଜ ଉପରେ ନେଲା ପରେ ପରମେଶ୍ୱର ତୁମେ କ୍ରୁଶରେ ହତ ହେଲ, ଆମ ସମସ୍ତଙ୍କୁ ତୁମେ ଧାର୍ମିକ ବୋଲି ଗଣିଲ। ସେଥିପାଇଁ ଆଜି ଆମେ ଧାର୍ମିକ ବୋଲି ନିଜ ହୃଦୟ ଭିତରେ ସାକ୍ଷ୍ୟକୁ ପରମେଶ୍ୱର ପାଇଲୁ। ଆମେ ସାକ୍ଷ୍ୟ ପାଇଲୁ ତାହା ନାହିଁ, ଆମେ ଧାର୍ମିକ ଅଟୁ କହିକି ପବିତ୍ର ଆତ୍ମା ଆମ ହୃଦୟ ମଧ୍ୟରେ ସାକ୍ଷ୍ୟ ଦେଉଅଛି। ଏ ବାକ୍ୟ ତମେ ବିଶ୍ୱାସ କରୁଛୁ, ଆମେ ହେଉଛୁ ଧାର୍ମିକ। ତ ପରମେଶ୍ୱର, ତମେ ଗୌରବ ପାଅ, ପ୍ରଶଂସା କର। ଆମ ସମସ୍ତଙ୍କୁ ମୁଁ ତମ ହସ୍ତରେ ସମର୍ପଣ କରୁଅଛି। ଯେତେ ବି ଭାଇମାନେ ବାକ୍ୟକୁ ବିଶ୍ୱାସ କରିବେ, ସମସ୍ତେ ଧାର୍ମିକ ପ୍ରଭୃତିରେ ଗଣାଯିବେ। ସେଥିପାଇଁ ଧନ୍ୟବାଦ ଦେଉଛି। ପ୍ରାର୍ଥନା ଶୁଣିଥିବା ପାଇଁ ଯୀଶୁଙ୍କ ନାମରେ ମାଗିଲି, ଆମେନ୍।